ରାଜାଙ୍କ ଈର୍ଷା। ରାଜା ଘୋଡ଼ା ଉପରେ ବସି ଯାଉଥିଲେ। ବୁଲୁଥିଲେ ସିନା, ହେଲେ ରାଜାଙ୍କ ମୁଣ୍ଡରେ ରାଜ୍ୟଯାକର ଚିନ୍ତା। ହଠାତ୍ ମନ୍ଦିର ପ୍ରାଙ୍ଗଣରେ ଚାରିକାତ ମେଲେଇ ପଡ଼ିଥିବା ଜଣେ ଯୁବକକୁ ଦେଖି ଅଟକିଗଲେ। ରାଜାଙ୍କ ଦଳବଳ ସେଇ ବାଟେ ଗଲା ସତ, ଉଠିବା କଥା ଦୂରେ ଥାଉ, ଯୁବକଟି ସେ ଆଡ଼କୁ ଚାହିଁଲା ନାହିଁ ମଧ୍ୟ। ରାଜାଙ୍କ ମନରେ ଈର୍ଷା ଜାଗି ଉଠିଲା। ସେ ଭାବିଲେ, କି ଭାଗ୍ୟ ତାର, କିଛି ଚିନ୍ତା ନାହିଁ। ରାଜା ଏକଥା ମନ୍ତ୍ରୀଙ୍କୁ କହିଲେ। ମନ୍ତ୍ରୀ କହିଲେ, ମଣିମା, ଆଉ ମାସକ ପରେ ସେଇ ବାଟେ ପୁଣି ଯିବେ। ସେଇ ମନ୍ଦିରରେ ସେଇ ଯୁବକ ଥିବ, କିନ୍ତୁ ଦେଖିବେ ବଦଳି ଯାଇଛି। ରାଜା କହିଲେ, ତାକୁ ଧମକେଇବ ନା କ'ଣ? ମନ୍ତ୍ରୀ କହିଲେ, ନା ମଣିମା, ବରଂ ତାକୁ ପୁରସ୍କାର ଦେବି। ପରଦିନ ଜଣେ ଦୂତ ଯାଇ ସେହି ଯୁବକଙ୍କୁ କହିଲା, ଦିନକୁ 10 ଟଙ୍କା ମଜୁରୀ ମିଳିବ। କାମ ଖାଲି ଏତିକି, ସକାଳ ଓ ସନ୍ଧ୍ୟା 6ଟାରେ ମନ୍ଦିର ଫାଟକ ପାଖରେ ଦୀପଟିଏ ଜଳାଇବାକୁ ହେବ। ଯୁବକ ଖୁସିରେ ରାଜି ହେଇଗଲା। ଏବେ ଅନ୍ତତଃ ଦିନକୁ 10 ଟଙ୍କା ମିଳିବ। ଖାଇବା ଚିନ୍ତାଟି ଅନ୍ତତଃ ଗଲା। କାମଟି ବି ଥାଇ ନଥିଲା ଭଳି। ମାସକ ପରେ ରାଜା ସେଇ ବାଟେ ପୁଣି ଗଲେ। ଯୁବକଟି ମନ୍ଦିର ପ୍ରାଙ୍ଗଣରେ ବସିଥିଲା ଓ ଆଗ ଭଳି ଅଚିନ୍ତା ଦିଶୁନଥିଲା। ରାଜାଙ୍କ ଦଳବଳକୁ ଦେଖି ସେ ଉଠି ପଡ଼ି ଅଭିବାଦନ କଲା। ମନ୍ତ୍ରୀ ଏବେ ରାଜାଙ୍କୁ କହିଲେ, ମଣିମା, ଏବେ ଆଉ ତାକୁ ଈର୍ଷା କରିବାର କାରଣ ନାହିଁ। ସେ ଯୁବକର ସ୍ୱଭାବରେ ଯେଉଁ ବେଫିକର ଭାବ ଥିଲା, ତାହା ଆଉ ନାହିଁ। ସେ ଭାବଟି ଥିଲା ତାର ବଳ। ଏବେ କେତେବେଳେ 6ଟା ବାଜିଯିବ, ସେ ଚିନ୍ତାରେ ସେ ଭଲରେ ଶୋଇ ବସି ପାରୁନି। ପୁଣି ତା ସହିତ ଅଛି ଟଙ୍କାର ହିସାବ। ଆପଣଙ୍କ ଭଳି ତା ମୁଣ୍ଡରେ ଚିନ୍ତା ପଶିଲାଣି।